ପିଲାମାନେ ଆଜି ଆମେ ପଢ଼ିବା ଗଣିତର ଦଶମ ପାଠ ଲାଭ ଓ କ୍ଷତି। ପିଲାମାନେ ଆମେ ଏଠାରେ ଲାଭ ଓ କ୍ଷତି କ'ଣ ଗୋଟିଏ ଷ୍ଟୋରି ମାଧ୍ୟମରେ ବୁଝିବା। ମନେକର ଅଜୁ ବୋଲିକି ଜଣେ ପିଲାଟିଏ ଥିଲା। ସେ କ'ଣ କଲା, ସେ 10ଟି ଆମ୍ବକୁ 50 ଟଙ୍କାରେ କିଣିଲା ଏବଂ ଏହି 10ଟି ଆମ୍ବକୁ ସେ 60 ଟଙ୍କାରେ ବିକିଲା। ତେବେ ଏଠାରେ ତାର ଲାଭ ହୋଇଥିବ ନା କ୍ଷତି ହୋଇଥିବ? ସେ 50 ଟଙ୍କାରେ ତ କିଣିଲା କିନ୍ତୁ 60ରେ ବିକିଛି, ତାହେଲେ ଏଠାରେ ଲାଭ ହୋଇଥିବ। କେତେ ଟଙ୍କା ପିଲାମାନେ? 10 ଟଙ୍କା ତାର ଲାଭ ହୋଇଥିବ। ଯଦି ସେ ଏହି 10ଟି ଆମ୍ବକୁ ମନେ କରାଯାଉ 40 ଟଙ୍କାରେ ଯଦି ସେ ବିକିଥାନ୍ତା, ତେବେ ତାର ଲାଭ ହୋଇଥାନ୍ତା ନା କ୍ଷତି ହୋଇଥାନ୍ତା? ସେ 50 ଟଙ୍କାରେ ତ କିଣିଲା କିନ୍ତୁ 40ରେ ବିକିଲା, ତାହେଲେ ଏଠାରେ କ୍ଷତି ହେବ କେତେ ଟଙ୍କା ପିଲାମାନେ? ତାର କ୍ଷତି ହେବ 10 ଟଙ୍କା। ଏଠାରେ ଆମେ କ୍ଷତି କ'ଣ ଏବଂ ଲାଭ କ'ଣ ଏହି ଦୁଇଟି ପଦକୁ ଭଲ ଭାବରେ ବୁଝିଲେ। ତ ପିଲାମାନେ ଏଠାରେ ତୁମେମାନେ ମନେ ରଖିବ, କିଣା ମୂଲ୍ୟରୁ ଯଦି ବିକା ମୂଲ୍ୟ ଅଧିକ ହୁଏ ତାହେଲେ ସେଠାରେ ଲାଭ ହୁଏ ଏବଂ କିଣା ମୂଲ୍ୟରୁ ଯଦି ବିକା ମୂଲ୍ୟ କମ୍ ହୁଏ ସେଠାରେ କ୍ଷତି ହୁଏ। ପିଲାମାନେ ଏଠାରେ କିଛି ସୂତ୍ର ଅଛି, ଏହି ସୂତ୍ରକୁ ସମସ୍ତେ ମନେ ରଖିବ। ଲାଭ ସମାନ ହୋଇଯିବ ବିକ୍ରୟ ମୂଲ୍ୟ ବିଯୋଗ କ୍ରୟ ମୂଲ୍ୟ। ବିକ୍ରୟ ମୂଲ୍ୟ ସମାନ କ୍ରୟ ମୂଲ୍ୟ ଯୋଗ ଲାଭ। ବିକ୍ରୟ ମୂଲ୍ୟ ସମାନ କ୍ରୟ ମୂଲ୍ୟ ବିଯୋଗ କ୍ଷତି। କ୍ରୟ ମୂଲ୍ୟ ସମାନ ବିକ୍ରୟ ମୂଲ୍ୟ ବିଯୋଗ ଲାଭ। କ୍ରୟ ମୂଲ୍ୟ ସମାନ ବିକ୍ରୟ ମୂଲ୍ୟ ଯୋଗ କ୍ଷତି ଏବଂ କ୍ଷତି ସମାନ ହୋଇଯିବ ବିକ୍ରୟ ମୂଲ୍ୟ ବିଯୋଗ କ୍ରୟ ମୂଲ୍ୟ। ତ ଏଠାରେ ଯଦି ତୁମକୁ କ୍ଷତିର ଶତକଡ଼ା ପଚରାଯାଇଥାନ୍ତା ତାହେଲେ ସେଥିପାଇଁ ଗୋଟିଏ ସୂତ୍ର ଅଛି। କ'ଣ ସେଇଟା? କ୍ଷତି ଗୁଣନ 100 ବିଭକ୍ତ କ୍ରୟ ମୂଲ୍ୟ। ଯଦି ଲାଭ ଶତକଡ଼ା ଯଦି ପଚରା ଯାଇଥାନ୍ତା ତାହେଲେ ତାର ସୂତ୍ର ଆମେ କ'ଣ ପକାଇବା? ଲାଭ ଗୁଣନ 100 ବିଭକ୍ତ କ୍ରୟ ମୂଲ୍ୟ। ଏହି ଦୁଇଟି ସୂତ୍ରକୁ ତୁମେମାନେ ଭଲ ଭାବରେ ମନେ ରଖିବ। ପିଲାମାନେ ଏଠାରେ ଦୁଇଟି ଉଦାହରଣ ନେଇକି ବୁଝିବା। ଦେଖ, ପ୍ରଥମ ପ୍ରଶ୍ନରେ ଦେଇଛି କ୍ରୟ ମୂଲ୍ୟ ଦେଇଛି 1400 ଟଙ୍କା, ବିକ୍ରୟ ମୂଲ୍ୟ ଦେଇଛି 1512 ଟଙ୍କା। ହେଲେ ଏମାନଙ୍କର ଶତକଡ଼ା ଲାଭ କେତେ ହେବ? ଏଠାରେ ଦେଖ, 1512ରୁ 1400କୁ ବିଯୋଗ କଲେ କେତେ ଆସିବ? 112 ଆସିବ। ତ କ୍ରୟ ମୂଲ୍ୟ ହେଉଛି 1400 ବିଭକ୍ତ 112 ହେଉଛି ଆମର ଲାଭ। ଶତକଡ଼ାରେ ପ୍ରକାଶ କର କହିଛି, ଗୁଣନ କେତେ କରିବା? 100। ତ ଏଠାରେ ଆମର ଶତକଡ଼ା ଲାଭ ବାହାରିବ। କେତେ ବାହାରିବ? ଦେଖ, 2ଟି ଶୂନ କଟିଲା, 2ଟି ଶୂନ କଟିଲା। ତ 14 ଅଷ୍ଟା 112, ତ 8% ହେଇଯିବ ଆମର ଶତକଡ଼ା ଲାଭ। ଏବେ ଆମେ ଉଦାହରଣ 2କୁ ଦେଖିବା। ଏଠାରେ ଦେଇଛି ବିକ୍ରୟ ମୂଲ୍ୟ 1500 ଏବଂ ଲାଭ ଦେଇଛି 250। ତ ପିଲାମାନେ ଆମକୁ ଶତକଡ଼ା ଲାଭ ବାହାର କରିବାକୁ ହେଲେ କ'ଣ କ'ଣ ଦରକାର? ତଳେ ଦରକାର କ୍ରୟ ମୂଲ୍ୟ ଏବଂ ଉପରେ ଦରକାର ଲାଭ। ତ ପିଲାମାନେ ଏଠାରେ କ୍ରୟ ମୂଲ୍ୟ ଦେଇନି, ତ କ୍ରୟ ମୂଲ୍ୟ କେମିତି ମିଳିବ? କ୍ରୟ ମୂଲ୍ୟ ପାଇଁ ଆମେ କ'ଣ କରିବା? ଏହି 1500ରୁ 250କୁ ବିଯୋଗ କରିବା। ବିଯୋଗ କଲା ପରେ କେତେ ଆସିବ? 1350 ଆସିବ। ଏବେ ଆମକୁ 1350ଟା ମିଳିଲା। ଏଇଟା କ'ଣ? ଏଇଟା ହେଉଛି କ୍ରୟ ମୂଲ୍ୟ। ଏବେ ଆମେ ଶତକଡ଼ା ଲାଭ ବାହାର କରିପାରିବା। ପିଲାମାନେ
ଏବେ ଦେଖ ଯେକୌଣସି ସାମଗ୍ରୀର କ୍ରୟ ମୂଲ୍ୟ ସବୁବେଳେ 100 ରୁହେ। ତ ପିଲାମାନେ ଏହି 100 ଯଦି ଆମର 15% ଯଦି ଲାଭ ହେଲା ତାହେଲେ ବିକ୍ରୟ ମୂଲ୍ୟରେ ମୋଟ କେତେ ଶତକଡ଼ା ଲାଭ ହେବ ପିଲାମାନେ? 115%। ସେହିପରି 100 ଯଦି 20% ଲାଭ ହୁଏ ତ ମୋଟ ଶତକଡ଼ା ବିକ୍ରୟ ମୂଲ୍ୟରେ କେତେ ହେବ? 120%। ଏଠାରେ ଦେଖ 100 ଅଛି ଏବଂ 40 ଅଛି, ତ ଲାଭରେ କ'ଣ କରିବା ପିଲାମାନେ? 100 ଆଉ 40କୁ ମିଶାଇ ଦେବା, ତ ଏଇଟା ହେଉଛି ଆମର 140%। ଏଠାରେ ଦେଖ ସେହିପରି 100 ଏବଂ 55 ଅଛି, ଦୁଇଟାକୁ ମିଶାଇ ଦେଲା ପରେ 155% ତୁମର ବିକ୍ରୟ ମୂଲ୍ୟର ଶତକଡ଼ାରେ ଆସିଯିବ। ପିଲାମାନେ ଆମେ ପ୍ରିଭିୟସ୍ ସ୍ଲାଇଡ଼ରେ ପଢ଼ିଥିଲେ କ୍ରୟ ମୂଲ୍ୟ ସବୁବେଳେ କ'ଣ ଥାଏ ପିଲାମାନେ? 100%ରେ ଥାଏ, କିନ୍ତୁ ସେଠାରେ ଥିଲା କ'ଣ? ଲାଭ ଥିଲା, ଆଉ ଏଠାରେ ଅଛି ତୁମର କ୍ଷତି। ତ ମନେ କରାଯାଉ କୌଣସି ସାମଗ୍ରୀର କ୍ରୟ ମୂଲ୍ୟ 100%, କିନ୍ତୁ ସେଥିରେ କ୍ଷତି ହୋଇଛି ବିକ୍ରି କଲା ପରେ 15%। ତ ବିକ୍ରୟ ପ୍ରତିଶତ କେତେ ହୋଇଯିବ ପିଲାମାନେ? ତ 100ରୁ ଆମେ 15କୁ ବିଯୋଗ କରିଦେବା, ତାହେଲେ କେତେ ଆସିବ ପିଲାମାନେ? 85% ତୁମର ବିକ୍ରୟ ମୂଲ୍ୟର ପ୍ରତିଶତ ଆସିବ। ସେହିପରି ଏଠାରେ ଦେଖ 100%ରେ ଯଦି ଆମର 20% କ୍ଷତି ହେଲା ତ ବିକ୍ରୟ ମୂଲ୍ୟର ପ୍ରତିଶତ କେତେ ହୋଇଯିବ ପିଲାମାନେ? 100 ବିଯୋଗ 20 ସମାନ 80%। ତାପରେ ଦେଖ ଏଠାରେ ଆମେ କ'ଣ କରୁଛେ ପିଲାମାନେ? ମାଇନସ୍ କରୁଛେ, ବିଯୋଗ କରୁଛେ। 100ରୁ 40 ବିଯୋଗ ହେଲେ ତୁମର କେତେ ଆସିବ ପିଲାମାନେ? 60%। ସେହିପରି 100ରୁ 55 ବିଯୋଗ ହେଲେ କେତେ ଆସିବ ପିଲାମାନେ? 45%। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 1 କରିବା। ଗୋଟିଏ ସାଇକେଲ 540 ଟଙ୍କାରେ କିଣି 610 ଟଙ୍କାରେ ବିକିଲେ ଲାଭ କେତେ ହେଲା? ତ ପିଲାମାନେ ଏଠାରେ ଗୋଟିଏ ସାଇକେଲକୁ 610 ଟଙ୍କାରେ କିଣା ହୋଇଛି ଏବଂ 540 ଟଙ୍କାରେ ବିକ୍ରି କରାହୋଇଛି। ତ ଏଠାରେ 610ରୁ 540 ବିଯୋଗ ହେଲେ ବିଯୋଗ ଫଳ କେତେ ଆସିବ? 70। ତ ଏଠାରେ ଅପସନ୍ 3 ହେଇଯିବ ତୁମର କରେକ୍ଟ ଆନ୍ସର। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 2 କରିବା। ଦେଖ କ'ଣ କହିଛି? ମୁଁ ଗୋଟିଏ ଘଣ୍ଟା 12% କ୍ଷତି ସହି 440ରେ ବିକିଲି, ଘଡ଼ିର କିଣା ମୂଲ୍ୟ କେତେ? ତ ପିଲାମାନେ ଏଠାରେ କିଣା ମୂଲ୍ୟଟା ହେଉଛି ଆମର କେତେ ପରସେଣ୍ଟ ପିଲାମାନେ? 100%। ତ ଏହି 100%ରୁ ତୁମର କେତେ କ୍ଷତି ହେଇଛି? 12% ମନେ କରାଯାଉ ତୁମର କ୍ଷତି ହୋଇଛି। କ'ଣ ପିଲାମାନେ? 12% ତୁମର କ୍ଷତି ହୋଇଛି। ତାହେଲେ ଏହି 100ରୁ 12% ବିଯୋଗ ହେଲେ ଆଉ କେତେ ପରସେଣ୍ଟ ରହିଲା? 88% ରହିଲା। ତ ପିଲାମାନେ ଯଦି 88%ଟା 440 ଟଙ୍କା, ତାହେଲେ କ୍ୱେଶ୍ଚନ୍ ପଚରାଇଛି 100%ଟା କେତେ ହେବ? ତାହେଲେ ଏଠାରେ ଆମେ କ'ଣ କରିବା? 440କୁ ଭାଗ ଦେବା 88 ସହ ଏବଂ ଗୁଣନ 100 କରିବା। ତ ଏଠାରେ ଦେଖ ପିଲାମାନେ 44 ଦୁଣେ 88, ତାପରେ ଉପରେ ରହିଲା 10, ତାପରେ ତଳେ ରହିଲା କେତେ ପିଲାମାନେ? 2, 2 ପଞ୍ଚା 10। ତ ଏଠାରେ କେତେ ରହିଲା? 5 ଗୁଣନ 100 ସମାନ କେତେ ହେଇଯିବ ପିଲାମାନେ? 500। ତ ଏଠାରେ ଅପସନ୍ 3 ହେଇଯିବ ତୁମର କରେକ୍ଟ ଉତ୍ତର। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 3 କରିବା। ଦେଖ କ'ଣ କହିଛି? ରାମ ଠାରୁ ଶ୍ୟାମ 20% ଅଧିକ ରୋଜଗାର କରେ। ଯଦି ରାମ 1050 ଟଙ୍କା ଆୟ କରେ ତେବେ ଶ୍ୟାମର ଆୟ କେତେ ହେବ? ତ ପିଲାମାନେ ଏଠାରେ ଦୁଇ ଜଣ ଲୋକ ଅଛନ୍ତି, ଗୋଟିଏ ହେଲା ରାମ ଏବଂ ଅନ୍ୟଟି ହେଲା ଶ୍ୟାମ। ତ ପ୍ରଶ୍ନ କହିଛି ରାମ ମନେକର 100% କ'ଣ ପିଲାମାନେ ସେ ଆୟ କରେ, ଇନକମ୍ କରେ, ତାହେଲେ ଶ୍ୟାମ ତାଠାରୁ 20% ଅଧିକ ଆୟ କରେ, ତାହେଲେ କେତେ ହେବ ପିଲାମାନେ? 120%। ତ ଏଠାରେ କହିଛି ରାମ ଯେଉଁ ରୋଜଗାର କରେ ତାହା ହେଲା 1050 ଟଙ୍କା। ତ ପିଲାମାନେ ଏଠାରେ 100%ଟା ଆମର କେତେ? 1050 ଟଙ୍କା। ତାହେଲେ 120%ଟା କେତେ ହେଇଯିବ ପିଲାମାନେ? ତାର ମାନେ ଶ୍ୟାମର ରୋଜଗାର ହେଲା 120%,
तो एठारे 120% केते पैसा हेबा पिला माने तो एठारे आमे करिबा 1050 विभक्त 100 गुणन 120 समान एठारे देखो शून्य कटिला एठारे भी शून्य कटिला एथरो केते रहिला पिला माने 105 गुणन 12 रहिला 105 को 12 साथरे गुणिले केते आसे पिला माने 1260 तो एठारे ऑप्शन 2 हि जिवो हमरो करेक्ट आंसर। एबे आमे क्वेश्चन नंबर 4 करिबा देखो कोन कहिछि कोनोसी एक वस्तु को 21 टंका रे बिकी 12 टंका लाभ कले वस्तुर किणा मूल्य केते हेबो तो पिला माने एठारे 21 टंकाटे हेउछि तुमरो बिक्री मूल्य एवं 12 टंका हेउछि तुमरो लाभ तो पिला माने 21 रु 12 को वियोग करिबा ताहले वियोग फल केते आसीबो पिला माने 9 आसीबो तो एठारे ऑप्शन 2 हि जो तुमरो करेक्ट उत्तर। एबे आमे क्वेश्चन नंबर 5 करिबा देखो कोन कहिछि गोटे टेबल को 170 टंका रे बिकिबारु केते टंका क्षति हला पिला माने 30 टंका तुमरो क्षति होइछि ताहले टेबल टीरो किणा मूल्य केते तो पिला माने 170 रु 30 को वियोग कले केते हो वियोग फल पिला माने 140 तो एठारे ऑप्शन नंबर 1 हे जो हमरो करेक्ट उत्तर। एबे आमे क्वेश्चन नंबर 6 करिबा देखो कोन कहिछि गोटे जिनिसर किणा मूल्य 35 टंका ओ एहाको 5% लाभ रे बिकिले जिनिसर बिक्री मूल्य केते हेबो तो पिला माने एठारे देछि क्रय मूल्य केते देछि पिला माने 35 टंका देछि एवं एहाको केते लाभ रे बिकिले कहिछि पिला माने लाभ देछि 5% देछि पिला माने तो एठारे क्रय मूल्यटा सबले केते हेबो पिला माने 100% हेबो एटा तुमको मन रखिबाकू हेबो हमको लाभ 5% कहिछि ताहले हमको बिक्री मूल्य रे केते परसेंट बाहर करिबाकू हेबो बिक्री परसेंट हेजबा हमरो 105% ताहले एठारे हमें कोन करिबा देखो 35 विभक्त 100 करिबा गुणन 105 करिबा तो एठारे देखो पिला माने 5 रे काटिबा 5 7 35 तापरे 20 पंचा 100 गुणन 105 तापरे पुणी यहाँ काटिबा देखो 5 रे पुणी काटिबा 5 चाउ 20 तापरे 21 पंचा 105 7 को 7 लिखिबा तापरे यहाँ पुणी सरल करिबा 21 सता केते पिला माने 147 विभक्त 4 यहाँ पुणी हरिला परे केते आसीबो 36 दशमिक केते आसीबो पिला माने 75 तो एठारे ऑप्शन 3 हे जिवो तुमरो करेक्ट आंसर। एबे हमें क्वेश्चन नंबर 7 करिबा देखो कोन कहिछि जने लोक गोटे मशीन को 6500 टंका रे किणी 750 टंका लाभ रे बिकिला केते लाभ रे बिकिला पिला माने 750 टंका रे से बिकिला ताहले तारो टोटल केते पैसा हैला देखो यहाँ को जोग करिबा 5 5 और 7 मिसला 12 तापरे 6 और 1 मिसला 7 7250 टंका किंतु प्रश्न कहिछि से यदि सही मशीन टा को 8000 टंका रे बिक्री करिथांता ताहले आउ से केते अधिका टंका पाई थांता ताहले एठारे हमें कोन करिबा 8000 साथी रे 7250 को वियोग करिबा तो एठारे हमर वियोग फल आसीबो 750 तो उत्तर हे जिवो हमर ऑप्शन 3। एबे आमे क्वेश्चन नंबर 8 करिबा देखो कोन कहिछि जने दुकानी 1 डजन कलम को 60 टंका रे बिक्री करी 20 टंका लाभ पाइले तो एठारे पिला माने बिक्री मूल्य केते पिला माने तार बिक्री मूल्य हेउछि 60 टंका एवं से लाभ केते पाइछि पिला माने से लाभ पाइछि 20 टंका तो एठारे पिला माने हमको क्रय मूल्य बाहर करबा को पड़िबो तो क्रय मूल्य हेउछि बिक्री मूल्य वियोग लाभ तो एठारे 60 वियोग 20 कला परे वियोग फल आसीबो 40 तो हमको एठारे क्रय मूल्य मिलिला 40 तो पिला माने एबे कहिछि तेबे तांकर शतकड़ा केते लाभ हैला तो पिला माने एठारे हम बाहर करबा लाभ शतकड़ा तो पिला माने एठारे देखो हमरो सूत्र हेउछि लाभ होछि 20
ता तले रहे क्रय मूल्य जोटा हूँ 40 गुणन ये परसेंटेज रे बाहर करने को आमको 100 को गुणन करने को होता है। तो शून कटिला 2 2 4 एठारे केते रहला पिला माने 100 विभक्त 2 समान 50%। तो उत्तर हो तुम ऑप्शन 2। एबे आमे क्वेश्चन नंबर 9 करिबा। देखो कोन कहिसे रामानंद 2 लाख टंकार घरटी किणी 50,000 टंका मरामती रे खर्च कले। तो एठारे पिला माने रामानंद गोटे घर किणिले तार माने से गोटे घर क्रय कले। तो पिला माने एठारे तांकर क्रय मूल्य हो जो पिला माने 2 लाख टंका केते हो पिला माने 2 लाख टंका एवं ता उपरे पुणी मरामती कले केते टंका पिला माने 50,000 टंका। तो एठारे केते टंका हो क्रय मूल्य 2 लाख 50,000 टंका। तेबे से जदि यही घरटी को बिकिबे तांकर लाभ केते प्रतिशत हेबो तांकर लाभ हो 20%। तो पिला माने से केते टंकारे बिकिले 20% से लाभ पाइबे। तो एठारे आमे बाहर करिबा विक्रय मूल्य। एबे कौन करिबा देखो क्रय मूल्य तुमरो सबु बेले तुमरो 100% होता है एवं जिते बेले आमे कोनोसी सामग्री को लाभ रे बिकी थाओ आ जेते लाभ रे बिकी थाओ सेटा 100% रु अधिका होता है। तो एठारे हमरो 20% लाभ होइछि तार माने 120% आमे पाइबा। तो एठारे विक्रय मूल्य हो जो पिला माने 2,50,000 विभक्त केते करिया पिला माने आमको 120% बाहर करिवार अछि। तो एठारे 100 गुणन 120 समान एबे देखो 2 शून्य कटिला ऊपर 2 शून्य कटिला एबे 2500 गुणन 120 करिवार अछि। तो गुणफल केते आसीबो पिला माने एठारे गुणफल आसीबो 3 लाख आसीबो। तो ऑप्शन 3 हे जिवो हमरो करेक्ट आंसर। पिला माने एबे आमे क्वेश्चन नंबर 10 करिबा। देखो कोन कहिछि जणे दुकानी एक रेडियो को 680 टंका रे बिक्री करिथारो 120 टंका क्षति हेला। तो पिला माने एठारे कोन 680 टंका रे तो से बिक्री करिसंती किंतु तांकर 120 टंका क्षति होइछि। तो आमे तांकर क्रय मूल्य बाहर करिया पई कोन करिया पिला माने 680 को 120 साथी रे जोग करिबा। तो देखो 0 और 0 मिसला 0 8 और 2 मिसला 10 पुणी 1 एपटे गला 1 आउ 1 2 आउ 6 8। तो 800 टंका होइछि तांकर को मूल्य पिला माने क्रय मूल्य। एबे से कहिछि केते टंका रे बिकिथिले 120 टंका से लाभ पाई थांते। तो पिला माने एठारे पुणी जोड़ी देबा 120 को पुणी जोग करिबा। तो केते हिजो पिला माने 920 टंका रे से बिकिथिले 120 टंका से लाभ पाई थांते। एबे आमे क्वेश्चन नंबर 11 करिबा। देखो प्रश्न कोन कहिछि जणे व्यापारी 10 टंका रे 2टी कोरी आंब किनिले। तो पिला माने जदि 2टी आंब को 10 टंका रे किनिछंती तेबे एकटी आंबर मूल्य केते होइतिबो एकटी आंबर मूल्य 5 टंका होइतिबो। सेहि परि 18 टंका रे 3टी कोरी बिकिले। जदि पिला माने 18 टंका रे 3टी आंब जदि से बिकिछंती ताहेले एकटी को केते टंका रे से बिकिथिबे 6 टंका रे बिकिथिबे। तो एटा होछि तुमरो पिला माने क्रय मूल्य होछि 5 टंका एवं विक्रय मूल्य होछि तुमरो 6 टंका। एबे एहार कोण बाहर करिबा पिला माने तार शतकड़ा पचरेछि ताहेले एठारे लाभ होछि ना क्षति होछि पिला माने देखो किनिछंती 5 टंका देकी किंतु बिक्री करिछंती 1 टंका अधिक करे। तो एठारे हमरो लाभ होछि केते टंका पिला माने 1 टंका लाभ होछि। तो आमे बाहर करिबा लाभ शतकड़ा। लाभ शतकड़ा समान लाभ केते होछि 1 टंका लाभ होछि केते रु 1 टंका लाभ होछि
5 ଟଙ୍କାରୁ 1 ଟଙ୍କା ଲାଭ ହୋଇଛି ଗୁଣନ 100 ସମାନ ଦେଖ 5ରେ ଯଦି 100କୁ କାଟିବା ତାହେଲେ 20 ଆସିବ। ତ 20% ଏଠାରେ ଆମର ଲାଭ ହୋଇଛି। ଅପସନ୍ 3। ଏବେ ଆମେ କ୍ୱେଶ୍ଚନ ନମ୍ବର 12 କରିବା। ଦେଖ କ'ଣ କହିଛି, ଯଦି ଏକ ବସ୍ତୁର କ୍ରୟ ମୂଲ୍ୟ 480 ଟଙ୍କା, ବିକ୍ରୟ ମୂଲ୍ୟ 460 ଟଙ୍କା ହେଲେ ତେବେ ତାର କ୍ଷତି କେତେ ପ୍ରତିଶତ ହେବ? ତ ପିଲାମାନେ ଏଠାରେ କ୍ରୟ ମୂଲ୍ୟ ଦେଇଛି କେତେ ଟଙ୍କା, ପିଲାମାନେ 480 ଟଙ୍କା ଦେଇଛି ଏବଂ ବିକ୍ରୟ ମୂଲ୍ୟ ଦେଇଛି, ତୁମର ବିକ୍ରୟ ମୂଲ୍ୟ ଦେଇଛି 460 ଟଙ୍କା। ତ ଏଠାରେ ଦେଖ ପିଲାମାନେ, ତୁମେ ଗୋଟିଏ ସାମଗ୍ରୀକୁ 480ରେ କିଣିବ ଏବଂ 460ରେ ବିକିବ, ତାହେଲେ ତୁମର କ୍ଷତି ହେବ କି ଲାଭ ହେବ ପିଲାମାନେ? ତୁମର ଏଠାରେ କ୍ଷତି ହେବ। କେତେ ଟଙ୍କା କ୍ଷତି ହେବ ପିଲାମାନେ? 480ରୁ 460କୁ ବିয়োଗ କଲେ କେତେ ଆସିବ ପିଲାମାନେ? 20। ତ ଏଠାରେ ତୁମର 20 ଟଙ୍କା କ୍ଷତି ହୋଇଛି। କିନ୍ତୁ ପ୍ରଶ୍ନ କହିଛି ଆମକୁ କ'ଣ ଦରକାର? କ୍ଷତି ପ୍ରତିଶତ ବାହାର କରିବାର ଅଛି। ତ ଏଠାରେ କ୍ଷତି ପ୍ରତିଶତ ବାହାର କରିବା ପାଇଁ ତୁମର ସୂତ୍ର ଅଛି କ'ଣ ପିଲାମାନେ? କ୍ଷତି ବିଭକ୍ତ କ୍ରୟ ମୂଲ୍ୟ ଗୁଣନ 100। ତ ଏଠାରେ କ୍ଷତି ଅଛି 20 ଟଙ୍କା ବିଭକ୍ତ କ୍ରୟ ମୂଲ୍ୟ ଦେଇଛି କେତେ ପିଲାମାନେ? 480 ଗୁଣନ 100 ସମାନ। ଏବେ ଦେଖ 0 କଟିଲା, ତାପରେ 2 1 2, ତାପରେ 24 ଦୁଣେ 48। ତ ଏଠାରେ 100 ବିଭକ୍ତ 24 ହେଲା। ଏହାକୁ ପୁଣି ସରଳ କରିବା। ଦେଖ ତାପରେ ଏଠାରେ 2ରେ କାଟିବା, 50 ଦୁଣେ 100, ତାପରେ 12 ଦୁଣେ 24, ପୁଣି 2ରେ କାଟିବା, 25 ଦୁଣେ 50, ତାପରେ 212। ଏବେ ଏହି ଅପ୍ରକୃତ ଭଗ୍ନାଂଶକୁ ଆମେ ଯଦି ମିଶ୍ର ଭଗ୍ନାଂଶରେ ପରିଣତ କରିବା ତାହେଲେ କେତେ ଆସିବ ପିଲାମାନେ? ଦେଖ 6 × 24 ଆଉ 1 ମିଶିଲା 25। ତାହେଲେ ଅପସନ୍ 3 ହେଇଯିବ ଆମର ରାଇଟ୍ ଆନ୍ସର୍। ଏବେ ଆମେ କ୍ୱେଶ୍ଚନ ନମ୍ବର 13 କରିବା। ଦେଖ କ'ଣ କହିଛି, 12 ଟଙ୍କାରେ 12ଟି ଜିନିଷ କିଣି ଗୋଟିକୁ 1.25 ଟଙ୍କାରେ ବିକିଲେ ଶତକଡ଼ା କେତେ ଲାଭ ହେବ? ତ ପିଲାମାନେ ଏଠାରେ 12ଟି ଜିନିଷକୁ ଯଦି ଆମେ 12 ଟଙ୍କାରେ କିଣିବା ତାହେଲେ ଗୋଟିଏ ଜିନିଷକୁ କେତେ ପଡ଼ିବ ପିଲାମାନେ? ଦେଖ 12 1 12। ତ একটি ଜିନିଷର ମୂଲ୍ୟ କେତେ ଟଙ୍କା ପିଲାମାନେ? একটি ଜିନିଷର ମୂଲ୍ୟ ହେଇଯିବ ତୁମର 1 ଟଙ୍କା। ତେବେ 12ଟି ଜିନିଷକୁ 12 ଟଙ୍କା ପଡ଼ିଲା, କିନ୍ତୁ ପ୍ରଶ୍ନ କହିଛି ସେହି একটি ଜିନିଷକୁ ଆମେ ଯଦି 1.25 ଟଙ୍କାରେ ବିକିବା ତାହେଲେ 12ଟି ଜିନିଷର ମୂଲ୍ୟ କେତେ ହେବ ପିଲାମାନେ? ତ 12 ଗୁଣନ 1.25 କରିଦେବା, ତାହେଲେ କେତେ ଆସିବ ପିଲାମାନେ? 15 ଟଙ୍କା ଆସିବ। ତ ଏଠାରେ ଆମର କ୍ରୟ ମୂଲ୍ୟ ହେଉଛି 12 ଟଙ୍କା, ତାପରେ ବିକ୍ରୟ ମୂଲ୍ୟ ହେଉଛି 15 ଟଙ୍କା। ତାହେଲେ ଏଠାରେ ଆମକୁ ଲାଭ କେତେ ମିଳିଲା ପିଲାମାନେ? ଲାଭ ମିଳିଲା ତୁମର 3 ଟଙ୍କା। ଏବେ ଆମକୁ ପ୍ରଶ୍ନ କହିଛି ତାହେଲେ ଲାଭ ପ୍ରତିଶତ କେତେ ହେବ? ତ ପିଲାମାନେ ଆମେ ତ ସୂତ୍ର ପଢ଼ିଛେ, ତ ଏଠାରେ ଲାଭକୁ ଆମେ ଉପରେ ଲେଖୁ ଏବଂ କ୍ରୟ ମୂଲ୍ୟକୁ ତଳେ ଲେଖୁ। ତ କ୍ରୟ ମୂଲ୍ୟ ହେଇଯିବ ତୁମର 12 ଗୁଣନ 100 ସମାନ। ଦେଖ 3 × 12, ତାପରେ 100କୁ ଯଦି ଆମେ 4ରେ ହରିବା ତାହେଲେ କେତେ ଆସିବ ପିଲାମାନେ? 25%। ତ ଏଠାରେ ଅପସନ୍ 1 ହେଇଯିବ ତୁମର କରେକ୍ଟ ଆନ୍ସର୍। ଏବେ ଆମେ କ୍ୱେଶ୍ଚନ ନମ୍ବର 14 କରିବା। ଦେଖ କ'ଣ କହିଛି, ଜଣେ ଲୋକ ଡଜନ ଅଣ୍ଡାକୁ 18 ଟଙ୍କାରେ କିଣି 21 ଟଙ୍କାରେ ବିକ୍ରି କଲେ ତାର ଶତକଡ଼ା ଲାଭ କେତେ ହେବ? ତ ପିଲାମାନେ ଜଣେ ଦୋକାନୀ ଥିଲା, ସେ 18 ଟଙ୍କାରେ ଅଣ୍ଡାମାନଙ୍କୁ କିଣିଲା ଏବଂ ସେ କ'ଣ କଲା? 21 ଟଙ୍କାରେ ସେ ଅଣ୍ଡା ଗୁଡ଼ିକୁ ବିକିଲା। ତାହେଲେ ଏଠାରେ ଲାଭ କେତେ ହେଲା ପିଲାମାନେ? ତୁମର ଲାଭ ହେଲା 3 ଟଙ୍କା। କିନ୍ତୁ ପ୍ରଶ୍ନ କହିଛି ଲାଭ ପ୍ରତିଶତ କେତେ ହେବ? ତ ଆମେ ସୂତ୍ର ଜାଣିଛେ, ଲାଭ ଯେଉଁଟା 3 ବିଭକ୍ତ କେତେ? କ୍ରୟ ମୂଲ୍ୟ ହେଉଛି ଆମର 18 ଗୁଣନ 100 ସମାନ। ଦେଖ 3 1 3 318। ତ ଏଠାରେ ଆମେ 100କୁ ଯଦି 6ରେ ହରିବା ତାହେଲେ କ'ଣ ହେବ? ଦେଖ ଏଇଟା କଟିବ 2ରେ, 50 ଦୁଣେ 100, 2 3 6।
ଏହାକୁ ପୁଣି ଯଦି ଆମେ କାଟିବା ବା ମିଶ୍ର ଭଗ୍ନାଂଶରେ ପରିଣତ କରିବା ତାହେଲେ କେତେ ହେବ ଦେଖ 16 3 48 ଆଉ 2 ମିଶିଲା 50। ତ ଏଇଟା ହେଇଯିବ ତୁମର ଉତ୍ତର ଅପସନ୍ 2। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 15 କରିବା। ଦେଖ କ'ଣ କହିଛି, ଜଣେ ଦୋକାନୀ ପ୍ରତି ମ୍ୟାଚ୍କୁ 500 ଟଙ୍କା ଦରରେ 15ଟି ମ୍ୟାଚ୍ କିଣିଲା। ତ ପିଲାମାନେ ଯଦି ଗୋଟିଏ ମ୍ୟାଚ୍କୁ 500 ଟଙ୍କା ତେବେ 15ଟି ମ୍ୟାଚ୍କୁ କେତେ ଟଙ୍କା ହେବ ପିଲାମାନେ? 7500 ଟଙ୍କା ହେବ। ଓ ସେ କହିଛି ପ୍ରତି ଚେୟାରକୁ 300 ଟଙ୍କା ଦରରେ, ତାମାନେ ଯଦି ଗୋଟିଏ ଚେୟାରର ଦାମ 300 ଟଙ୍କା ହେଲେ ତେବେ 20ଟି ଚେୟାରର ଦାମ କେତେ ହେବ ପିଲାମାନେ? 6000 ଟଙ୍କା ହେବ। ତାପରେ କହିଛି ସେଗୁଡ଼ିକୁ ଆଣିବା ପାଇଁ 40 ଟଙ୍କା ଖର୍ଚ୍ଚ କଲା। ତ ପୁଣି ଏଠାରେ 40 ଯୋଡ଼ି ଦେବା। ତ କେତେ ହେଇଯିବ ପିଲାମାନେ ମୋଟ? 7 6 13,000 ପୁଣି 500 ଆଉ 40। ତ 13,540 ହେଲା। ଏଠାରେ ପୁଣି କ'ଣ କହିଛି ଦେଖ, ସେ ମେଜ୍ ଓ ଚେୟାର ପ୍ରତ୍ୟେକକୁ 380 ଟଙ୍କା ଦରରେ ବିକିଲା। ଯଦି ଗୋଟିଏ ଚେୟାର ବା ମେଜ୍କୁ 380 ଟଙ୍କାରେ ସେ ବିକ୍ରି କରୁଛି ତାହେଲେ ମୋଟ ମେଜ୍ କେତୋଟି ଥିଲା ପିଲାମାନେ? 15ଟି। ଆଉ ଚେୟାର କେତେଟା ଥିଲା ପିଲାମାନେ? 20ଟି। ତ 15 ଆଉ 20 କେତେ ହେବ ପିଲାମାନେ? 35। 380 ଗୁଣନ 35 କଲେ କେତେ ଆସିବ ପିଲାମାନେ? 13,300 ଟଙ୍କା ଆସିବ। ତ ଏଠାରେ ଆମର କ୍ଷତି ହୋଇଛି ନା ଲାଭ ହୋଇଛି ପିଲାମାନେ? ଦେଖ ଆମେ ତ କିଣିଲେ 13,540ରେ କିଣିଲେ, କିନ୍ତୁ ବିକ୍ରି କଲେ କେତେରେ ପିଲାମାନେ? 13,300ରେ। ତ ଏଠାରେ ଆମର ଯଦି ଆମେ ଦେଖିବା ତ ଆମେ 240 ଟଙ୍କା ଆମର କ୍ଷତି ହୋଇଛି। ତ ଅପସନ୍ 1 ହେଇଯିବ ତୁମର କରେକ୍ଟ ଆନ୍ସର। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 16 କରିବା। ଦେଖ କ'ଣ କହିଛି, ଜଣେ ଲୋକ 900 ଟଙ୍କାର ଏକ ରେଡ଼ିଓ କିଣିଲା କିନ୍ତୁ 15% କ୍ଷତିରେ ବିକ୍ରି କଲା, ତେବେ ବିକ୍ରି ମୂଲ୍ୟ କେତେ ହେବ? ତ ପିଲାମାନେ ଏଠାରେ ଦେଇଛି କ୍ରୟ ମୂଲ୍ୟ ଦେଇଛି କେତେ ପିଲାମାନେ? 900 ଟଙ୍କା। ଏଇ କ୍ରୟ ମୂଲ୍ୟ ସବୁବେଳେ ମନେ ରଖିବ କେତେ? ସବୁବେଳେ 100%ରେ ରୁହେ। ତାପରେ କହିଛି ସେ କ୍ଷତିରେ ବିକିଲା। କେତେ କ୍ଷତିରେ ବିକିଛି ପିଲାମାନେ? 15% କ୍ଷତିରେ ବିକିଛି। ତାହେଲେ ଆମକୁ ପଚରାଇଛି ବିକ୍ରୟ ମୂଲ୍ୟ କେତେ ହେବ? ତ ପିଲାମାନେ ଯଦି କ୍ରୟ ମୂଲ୍ୟ ଯଦି 100%, ତେବେ ବିକ୍ରୟ ମୂଲ୍ୟ କେତେ ହେଇଯିବ? 100ରୁ 15 ବିୟୋଗ ହେଲେ 85%। ଏବେ ଏଇ 900ର 85% ବାହାର କରିବା। ଦେଖ କ'ଣ? 900 ବିଭକ୍ତ 100 ଗୁଣନ 85 ସମାନ କେତେ ହେଇଯିବ ପିଲାମାନେ? ଦେଖ 2ଟି ଶୂନ କଟିଲା, 2ଟି ଶୂନ କଟିଲା। ଏବେ 9 ଗୁଣନ 85 ରହିଲା ସମାନ, ଦେଖ 5 9 45। ତ 5 ଲେଖିବା, ତାପରେ 4 ରହିଲା, 9ଟା 72 ଆଉ 4 ମିଶିଲା କେତେ ପିଲାମାନେ? ତୁମର 700, ଟୋଟାଲ 65 ହେଇଯିବ। ବୁଝିପାରିଲ ପିଲାମାନେ? ତ ଅପସନ୍ 2 ହେଇଯିବ ତୁମର ରାଇଟ୍ ଆନ୍ସର। ପିଲାମାନେ କ୍ୱେଶ୍ଚନ୍ ନମ୍ବର 17 କହିଛି, ଦେଖ ଜଣେ ଲୋକ 750 ଦରରେ 2ଟି ଚୌକି କିଣିଲେ। ତ ପିଲାମାନେ ଏଠାରେ 2ଟି ଚୌକିର ଦାମ ହେଉଛି 750 ଟଙ୍କା। ହେଲେ ସେ একটি ଚୌକିକୁ ଦେଇଥିବ 375 ଟଙ୍କା ଏବଂ ଅନ୍ୟ ଚୌକିକୁ ଦେଇଥିବ 375 ଟଙ୍କା। ତ ଏଠାରେ ପିଲାମାନେ ଏଥିରେ ତ ପ୍ରଥମ ଚୌକିରେ ତାର କହିଛି ଲାଭ ହେଉଛି କେତେ ପ୍ରତିଶତ ପିଲାମାନେ? 20% ଏବଂ ଅନ୍ୟ ଚୌକିରେ ତାର କ୍ଷତି ହୋଇଛି କେତେ ପ୍ରତିଶତ ପିଲାମାନେ? 20%। ହେଲେ ତାଙ୍କର ମୋଟ ଉପରେ କେତେ କ୍ଷତି ବା କେତେ ଲାଭ ହେବ ଆମକୁ ପ୍ରଶ୍ନ ସେଇଟା ପଚରାଇଛି। ତ ଏଠାରେ ଆମେ କ'ଣ କରିବା? ଏଠାରେ ମଧ୍ୟ ଆମେ ସୂତ୍ରର ପ୍ରୟୋଗ କରିବା। ତ ପିଲାମାନେ ଏଠାରେ ଲାଭ ଶତକଡ଼ା ଏବଂ କ୍ଷତି ଶତକଡ଼ା ତୁମର ସମାନ ଥିବାରୁ ଏବଂ କ୍ରୟ ମୂଲ୍ୟ ସମାନ ଥିବାରୁ ଆମେ କ'ଣ କରିବା? ଏଠାରେ ସୂତ୍ରର ପ୍ରୟୋଗ କରିବା। ସୂତ୍ର କ'ଣ? ଏହିଭଳି ପ୍ରଶ୍ନରେ ତୁମର ସବୁବେଳେ କ୍ଷତିରେ ହିଁ ଉତ୍ତର ଆସିବ। ତ କ୍ଷତି ସମାନ କ'ଣ ହୋଇଯିବ ପିଲାମାନେ? କ୍ଷତିର ସ୍କୋୟାର ବିଭକ୍ତ 100 ସମାନ କ୍ଷତି ଦେଇଛି ତୁମର କେତେ? ଦେଖ 20% ବିଭକ୍ତ, ଏଠାରେ ଆମେ ପ୍ରତିଶତର ଚିହ୍ନ ଲଗାଇବା ନାହିଁ ପିଲାମାନେ, ଧ୍ୟାନ ଦେବ। ବିଭକ୍ତ 100 ତାର ବର୍ଗ ଦେବା ସମାନ 20କୁ 20 ସାଥିରେ ଗୁଣିଲେ କେତେ ହେବ ପିଲାମାନେ? 4
ଶହ ବିଭକ୍ତ 100 ସମାନ ଏଠାରେ 400 ବିଭକ୍ତ 100କୁ ଆମେ ଯଦି ଦଶମିକରେ ବାହାର କରିବା ତାହେଲେ କେତେ ଆସିବ ପିଲାମାନେ? ଦେଖ ଏଠାରେ ଶୂନ କଟିଲା ଶୂନ କଟିଲା ଶୂନ କଟିଲା ଶୂନ କଟିଲା, ତ ଏଠାରେ 4 ଶତକଡ଼ା ଆସିଯିବ ଆମର କ୍ଷତି। ତ ଏଠାରେ ଉତ୍ତର ହେବ ତୁମର ଅପସନ୍ 1। ପିଲାମାନେ ଏବେ ଆମେ କ୍ୱେଶ୍ଚନ୍ ନମ୍ବର 18 କରିବା। ଦେଖ କ'ଣ କହିଛି, ଜଣେ ଲୋକ ଦୁଇଟି କ୍ୟାମେରାକୁ 1200 ଟଙ୍କା ଲେଖାଏଁ ଦରରେ ବିକ୍ରି କରି ଗୋଟିକରେ 25% ଲାଭ ଓ ଅନ୍ୟଟିରେ 25% କ୍ଷତି କଲେ। ତ ଏଠାରେ ଆମେ ଲେଖିବା ଦୁଇଟି କ୍ୟାମେରାର ମୂଲ୍ୟ ହେଉଛି କେତେ ଟଙ୍କା ପିଲାମାନେ? 1200 ଟଙ୍କା। ତ ପ୍ରଥମ କ୍ୟାମେରାର ମୂଲ୍ୟ କେତେ ହେଇଥିବ? 600 ଟଙ୍କା ଏବଂ ଦ୍ୱିତୀୟ କ୍ୟାମେରାର ମୂଲ୍ୟ ହେଇଥିବ 600 ଟଙ୍କା। ତ ଏଠାରେ ପ୍ରଥମ କ୍ୟାମେରାରେ ଲାଭ ହେଇଛି ତୁମର କେତେ ପ୍ରତିଶତ ପିଲାମାନେ? 25% ଲାଭ ହେଇଛି ଏବଂ ଦ୍ୱିତୀୟ କ୍ୟାମେରାରେ ତାର କ୍ଷତି ହୋଇଛି କେତେ ପ୍ରତିଶତ? 25% ତାର କ୍ଷତି ହୋଇଛି। ତ ଏଠାରେ ଆମେ ପିଲାମାନେ କ'ଣ କରିବା? ଏହି ପ୍ରଶ୍ନର ଉତ୍ତର ପାଇଁ ଗୋଟିଏ ଆମେ ସୂତ୍ରର ପ୍ରୟୋଗ କରିବା। ସୂତ୍ର ହେଉଛି, ଦେଖ ଏଠାରେ ଲାଭ ଓ କ୍ଷତି ଶତକଡ଼ା ତୁମର 25% ଦେଇଛି, ଯାହାକି ସମାନ। ତ ଏଥିପାଇଁ ଆମେ କ'ଣ କରିବା? ଏହି ଭଳି ଯଦି ତୁମେ ପ୍ରଶ୍ନ ଦେଖିବ ତାହେଲେ ଏଠାରେ ସବୁବେଳେ ତୁମର କ୍ଷତି ହିଁ ଆସିବ ପିଲାମାନେ। କ'ଣ ବାହାରିବ? ଉତ୍ତରରେ କ୍ଷତି ପ୍ରତିଶତ ହିଁ ବାହାରିବ। ତ କ୍ଷତି ସମାନ କ'ଣ ହୋଇଯିବ? କ୍ଷତି ସମାନ ହୋଇଯିବ କ୍ଷତିର ତୁମର ସ୍କୋୟାର ବା ବର୍ଗ ବିଭକ୍ତ 100 ସମାନ କ୍ଷତି କେତେ ଦେଇଛି ପିଲାମାନେ? 25% ଦେଇଛି। 25ର ବର୍ଗ ବା ସ୍କୋୟାର ବିଭକ୍ତ 100 ସମାନ 25କୁ ଆମେ 25 ସାଥିରେ ଗୁଣିଲେ କେତେ ହେବ? 625 ବିଭକ୍ତ 100। ଏହାକୁ ଯେତେବେଳେ ଆମେ ଦଶମିକରେ ପ୍ରକାଶ କରିବା ତେବେ କେତେ ଆସିବ ପିଲାମାନେ? 6.25%। ଏଇଟା ହେଉଛି ଆମର ଉତ୍ତର। ତ ଏଠାରେ 6.25% କ୍ଷତି ହୋଇଛି। ଏବେ ଆମେ କ୍ୱେଶ୍ଚନ୍ ନମ୍ବର 19 କରିବା। ଦେଖ କ'ଣ କହୁଛି, ଯାତ୍ରା ପଡ଼ିଆରେ ଗୋଟିଏ ଦୋକାନରେ 25 ଟଙ୍କା ଲିଖିତ ମୂଲ୍ୟର ଗୋଟିଏ ସ୍କୁଲ ବ୍ୟାଗ୍ 15% ରିହାତିରେ ବିକ୍ରି ହେଉଥିଲା। ଅନ୍ୟ ଏକ ଦୋକାନରେ ସେହି ବ୍ୟାଗ୍ର ଲିଖିତ ମୂଲ୍ୟ 20 ଟଙ୍କା ଥିଲା ଓ 22% ରିହାତିରେ ମିଳୁଥିଲା। ତୁମେ ଶସ୍ତା ପଡ଼ୁଥିବା ବ୍ୟାଗ୍ଟି କିଣିଲେ ତୁମକୁ ଅନ୍ୟଟି ଠାରୁ କେତେ ଟଙ୍କା କମ୍ ଦେବାକୁ ପଡ଼ିବ? ତ ପିଲାମାନେ ଏଠାରେ ଆମେ ଏହି ପ୍ରଶ୍ନର ଉତ୍ତର କରିବା। ତ ଦୋକାନ 1ରେ ଏବଂ ଏଠାରେ ଲେଖିବା ଦୋକାନ 2। ତ ପ୍ରଥମ ଦୋକାନରେ ସେଇ ବ୍ୟାଗ୍ର ଲିଖିତ ମୂଲ୍ୟ କେତେ ଥିଲା ପିଲାମାନେ? ତାର ଲିଖିତ ମୂଲ୍ୟ ଥିଲା 25 ଟଙ୍କା ଏବଂ ଅନ୍ୟ ଦୋକାନରେ ସେହି ବ୍ୟାଗ୍ର ଲିଖିତ ମୂଲ୍ୟ ଥିଲା ତୁମର 20 ଟଙ୍କା। ଏବେ ଦେଖ ପ୍ରଥମ ଦୋକାନରେ ସେ ବ୍ୟାଗ୍ ପ୍ରତି ରିହାତି ଥିଲା କେତେ ପ୍ରତିଶତ? 15% ଏବଂ ଅନ୍ୟ ଦୋକାନରେ ସେହି ବ୍ୟାଗ୍ ପ୍ରତି ରିହାତି ଥିଲା ତୁମର 22%। ଏବେ ଏହାର ଆମେ ବିକ୍ରୟ ମୂଲ୍ୟ ବାହାର କରିବା। ତ ବିକ୍ରୟ ମୂଲ୍ୟ କେତେ ହେବ ପିଲାମାନେ? ଦେଖ 25 ଗୁଣନ 15 ବିଭକ୍ତ 100 କରିବା ସମାନ ଏଇଟା ଦେଖ 25 ଚାଉ 100। 15କୁ ଆମେ ଯଦି 4ରେ ଭାଗ ଦେବା, 15କୁ 4ରେ ଭାଗ ଦେଲା ପରେ କେତେ ଆସିବ ପିଲାମାନେ? 3.7। ତ 25 ଟଙ୍କାରୁ ଆମେ 3.7କୁ ବିଯୋଗ କରିବା ତାହେଲେ ବିଯୋଗ ଫଳ ଆସିବ 21.3। ତାପରେ ଦେଖ ଦୋକାନ 2ର ଆମେ ବିକ୍ରୟ ମୂଲ୍ୟ ବାହାର କରିବା। ବିକ୍ରୟ ମୂଲ୍ୟ ସମାନ କେତେ ହେଇଯିବ ପିଲାମାନେ? 20 ଗୁଣନ 22%କୁ ହେଇଛି। ଯଦି 20ର 22% ବାହାର କରିବା ଦେଖ କ'ଣ ହେବ?
20 पंचा 100 तो 22 को 5 रे हरिले केते आसीबो एठारे 15.4 पिला माने तुमर 4.4 आसीबो तो पिला माने 22 रु सॉरी पिला माने 20 रु 4.4 को वियोग कला परे तुमर वियोगफल केते आसीबो 15.6 एबे देखो प्रश्न कहिछि तुमे सस्ता पड़ुथुबा बैग टी किनिले तुमको अन्य ठारू केते कम टंका देबाकू पड़िबो तो हमको सस्ता बैग केउ दुकान रे पड़िबो पिला माने एठा देखो 21 टंका पड़ुछि एठारे 15 टंका पड़ुछि दुकान 2 रे हमरो बैग टी सस्ता अछि किंतु केते टंका अन्य दुकान ठारू सस्ता अछि तो पिला में एठारे हम कोन करिबा 21.3 वियोग 15.6 करिबा देखो एठारे 13 रु 6 गले 7 एठारे रहिला 20 रु 15 गले 5 तो 5 टंका 7 पैसा हमको दुकान 1 रे अधिका देबाकू पड़ुथुला बुझिला पिला माने एटा होछि तुमरो उत्तर। एबे आमे क्वेश्चन नंबर 20 करिबा कोन कहिछि देखो जणे व्यक्ति एक टीवी को 5000 टंका रे किणी 5000 टंका रे किणी छंती ता माने से क्रय करि छंती तो एठारे क्रय मूल्य हो तुमरो 5000 टंका एवं 20% लाभ रे बिक्री कोले तो तुमरो एठारे विक्रय मूल्य हो पिला माने केते तुमरो 20% तेबे तांकर विक्रय मूल्य केते तो एठारे पिला माने हमें तांकर टीवी रो विक्रय मूल्य बाहर करिबा तो 5000 गुणन 20% समान एटा देखो 20 युक्त 100 जो अछि 20 पंचा 100 तो एठारे 5000 को जदि हमें 5 रे हरिबा ताहले 5 10 50 एवं 2 टी शून्य को लगाई देबा से परि केते केते बाहिला पिला माने आमे जदि 5000 रो 20% बाहर करिबा 1000 आसीबो तो क्रय मूल्य थिला तुमरो 5000 आ 1000 को तुम मिसाई दियो केते हे पिला माने 6000 रे टीवी को बिकिले तांकर लाभ हेबो 20% तो एठारे ऑप्शन नंबर 3 हे जो हमर उत्तर पिला माने तुम मानक पई एबे किछि होमवर्क अछि एही होमवर्क रे जहाँ भी प्रश्न अछि सेटा तुमे करी कि कमेंट बॉक्स रे तार उत्तर सेंड करिवो एटा रहिला तुमरो होमवर्क क्वेश्चन एटा भी रहिला तुमरो होमवर्क क्वेश्चन एटा भी रहिला तुमरो होमवर्क क्वेश्चन एटा भी रहिला तुमरो होमवर्क क्वेश्चन पिला माने जदि क्लास टी भलाई थाए तेबे चैनल टी को सब्सक्राइब कर दियो लाइक मध्य कर दियो और शेयर मध्य कर दियो पिला माने पुणी देखा हेबा नेक्स्ट क्लास रे।